ମାନେ ତମମାନଙ୍କ ମଧ୍ୟରୁ ବହୁତ ସାରା ପିଲା ପଚାରୁଥିଲ ଯେ ସାର୍ ଯୋଉ ଗଭର୍ଣ୍ଣମେଣ୍ଟ କହିଥିଲା ଯେମିତି କି ଅଗଷ୍ଟ ମାସ ଶେଷ ସୁଦ୍ଧା ପ୍ରଥମେ ଆଗେ ଆସିଲା ଯେ ନୂଆ ବର୍ଷ ବେଳକୁ ଆସିବ ମାନେ ଆପଣଙ୍କର ଜାନୁଆରୀ ମାସ ତାପରେ ଗଭର୍ଣ୍ଣମେଣ୍ଟ ପୁଣି ନୋଟିସ କାଢିଲା ଯେ ଆପଣଙ୍କର ଅଗଷ୍ଟ ମାସ ଶେଷ ସୁଦ୍ଧା ଆସିବ ଏମିତି ବହୁତ ସାରା ନୋଟିସ ପିଲାମାନେ ଗଭର୍ଣ୍ଣମେଣ୍ଟ କାଢିଥିଲା ପୂର୍ବରୁ ଯଦି ଆପଣ ଏଟା ଦେଖିଥିବେ ଏଟା ବି ମଧ୍ୟ ଗୋଟେ ଥିଲା ଯେ 31 ଜୁଲାଇ ପୂର୍ବରୁ ଆପଣଙ୍କର ସବୁ ଆସିବ ଏଟା ପୂର୍ବରୁ ଗୋଟେ ନୋଟିସ ଆସିଥିଲା ଲେଖା ହେଇଥିଲା ଯେ 31 ଜୁଲାଇ ହଉଛି ଆପଣଙ୍କର ଲାଷ୍ଟ ତା ପୂର୍ବରୁ ଆପଣଙ୍କର ସବୁ ଆସିବ ଏବଂ ତାପରେ ପିଲାମାନେ ଆଉ ଗୋଟେ ନୋଟିସ ଆସିଥିଲା ସେଠି ମଧ୍ୟ ଆପଣଙ୍କର ମେନସନ ଥିଲା ଯେ ଆପଣଙ୍କର 31 ଅଗଷ୍ଟ ପରେ ଆପଣଙ୍କର ସବୁ ଆସିବ ଯେ ପାଖାପାଖି ଯୋଉ ଗଭର୍ଣ୍ଣମେଣ୍ଟର ଯୋଉ ନିୟମ ଆସିଥିଲା ଯେ କେତେ ଭେକେନ୍ସି ଆସିବ ନା 34-35 ହଜାର ଭେକେନ୍ସି ପିଲାମାନେ ଟୋଟାଲ ଦେଖନ୍ତୁ ପ୍ରଥମ ପର୍ଯ୍ୟାୟରେ ଆପଣଙ୍କର କେତେ ଭେକେନ୍ସି ଆସିବ ଗୋଟେ ଲେଖା ଥିଲା ଏଟା ହଉଛି ଆପଣଙ୍କର 36,000 ପାଖାପାଖି ଭେକେନ୍ସି ଆପଣଙ୍କର ପ୍ରଥମ ପର୍ଯ୍ୟାୟରେ ଆସିଥାନ୍ତା ତ ବହୁତ ସାରା ପିଲାଙ୍କ ମନରେ ଗୋଟେ ଡାଉଟ ରହିଛି ଯେ ସାର୍ ଏଇ ଯୋଉ ଭେକେନ୍ସି ଆପଣଙ୍କର ଆସିବାର ଥିଲା ଆର କାରଣ କଣ କୋଉ କାମ ପାଇଁ ଆର ଯୋଉ ରହିଛି ଭେକେନ୍ସିଟି ଆପଣଙ୍କର ଆସୁନାହିଁ ତାର କାରଣ କଣ ପିଲାମାନେ ଗୋଟେ କଥା ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ଆପଣଙ୍କର ଯୋଉ ରହିଛି ଯୋଉ ବୈଠକ ଯେତେବେଳେ ହେଲା ସେଠି ଗଭର୍ଣ୍ଣମେଣ୍ଟ କିଛି ନୂଆ ନିଷ୍ପତ୍ତି ନେଇଛି କଣ ନିଷ୍ପତ୍ତି ନେଇଛି ଯୋଉ ରିସେଣ୍ଟଲି ପିଲାମାନେ ହେଇଥିଲା ମୁଁ ପ୍ରଥମେ ଆପଣଙ୍କୁ ସେଇଟା ଦେଖଉଛି ରିସେଣ୍ଟଲି ଯୋଉ ମିଟିଂ ପିଲାମାନେ ହେଇଥିଲା ସେ ମିଟିଂ ରେ କଣ ନିଷ୍ପତ୍ତି ନିଆଯାଇଥିଲା ମୁଁ ଚାଲନ୍ତୁ ପ୍ରଥମେ ଆପଣଙ୍କୁ ସେଇଟା ଦେଖେଇ ଦଉଛି ଯୋଉ କ୍ୟାବିନେଟ ପିଲାମାନେ ହେଇଥିଲା ରିସେଣ୍ଟଲି ଯୋଉ ଆପଣଙ୍କର 2 ଦିନ ତଳେ ଯୋଉ କ୍ୟାବିନେଟ ହେଇଥିଲା ସେଠି ଗୋଟେ ପରୀକ୍ଷା ନିୟମକୁ ନେଇକି ଗୋଟେ ନୂଆ ଚେଞ୍ଜ ହେଇଥିଲା ସେ ଚେଞ୍ଜ କଣ କ୍ଲିୟର ଦେଖିପାରୁଥିବେ ପିଲାମାନେ ନିୟମଟି ପିଲାମାନେ ଦେଖନ୍ତୁ କଣ ରହିଛି ଆପଣଙ୍କର ଟିକେ ଭଲସେ ଦେଖି ଦିଅନ୍ତୁ ନା ପୂର୍ବରୁ ଯୋଉ ପିଲାମାନେ ଆପଣଙ୍କର ଥିଲା ସେତେବେଳେ କୌଣସି ଏକ୍ସାମ ପାଇଁ ଆପଣଙ୍କୁ ଫି ଦେବା ପାଇଁ ପଡିନଥିଲା 2022 ରେ ଆମର ଯେତେବେଳେ ବିଜେଡି ଗଭର୍ଣ୍ଣମେଣ୍ଟ ଥିଲା ସେତେବେଳେ ସେମାନେ ଗୋଟେ ନିଷ୍ପତ୍ତି ନେଇଥିଲେ ଯେ ଆପଣଙ୍କର ଏକ୍ସାମ ବେଳେ କୌଣସି ପ୍ରକାର ଫି ଦେବା ପାଇଁ ପଡିବ ନାହିଁ କିନ୍ତୁ ବର୍ତ୍ତମାନ ସମୟରେ ପିଲାମାନେ ଏଟା ଆପଣଙ୍କର ଗୋଟେ ହେଇଯାଇଛି ଯେ ନିଯୁକ୍ତି ପାଇଁ ଦେଖନ୍ତୁ ଓଡିଶା ନିଯୁକ୍ତି ପାଇଁ ଫିସ୍ ପ୍ରଦାନ ଏବଂ ଫେରସ୍ତ ନିୟମାବଳୀ ଯୋଉଟା କି ରିସେଣ୍ଟଲି ଆପଣଙ୍କର ଏଟା ପ୍ରସ୍ତାବଟା କ୍ୟାବିନେଟ ରେ ହେଇଛି ଏବଂ ଏଇ ଫିଟା ପିଲାମାନେ ଆପଣଙ୍କର ଏସଟିଏସସି ଏବଂ ଯୋଉ ପିଡବ୍ଲ୍ୟୁଡି ରହିଛନ୍ତି ସେମାନଙ୍କ ଛଡା ଆଉ ସମସ୍ତଙ୍କୁ ଦବା ପାଇଁ ପଡିବ ତ ପିଲାମାନେ ଦେଖନ୍ତୁ ଯୋଉ ଏତେ ପର୍ଯ୍ୟନ୍ତ ଯୋଉ ରିକ୍ରୁଟମେଣ୍ଟ ଆପଣଙ୍କର ଆସୁନଥିଲା ତାର ମୁଖ୍ୟ ରିଜନ ହେଲା ଏଇଟା କ୍ୟାବିନେଟ ର ବୈଠକ ଥିଲା ବୈଠକରେ ଆପଣଙ୍କର ଦେଖନ୍ତୁ ଯେତେବେଳେ ନୂଆ ରିକ୍ରୁଟମେଣ୍ଟ ଆପଣଙ୍କର ଆସିବ ଧରାଯାଉ ନୂଆ ରିକ୍ରୁଟମେଣ୍ଟ ରେ କହିଦେଇଥିବ ଯେ ଆପଣଙ୍କର ଏକ୍ସାମ ପାଇଁ ସମ୍ପୂର୍ଣ୍ଣ ରୂପେ ଫ୍ରି ସେ ଗଭର୍ଣ୍ଣମେଣ୍ଟ କହିଦେଇଥିବ ଗଭର୍ଣ୍ଣମେଣ୍ଟ ନୋଟିସ କରିଦେଇଥିବ ଯେ ଏକ୍ସାମ ପାଇଁ ଫ୍ରି ତାର କିଛି ଦିନ ପରେ କ୍ୟାବିନେଟ ରେ ମୋହର ମାରିଯିବ ଯେ ନା ଫ୍ରି ନୁହେଁ ଆପଣଙ୍କୁ ଟଙ୍କା ଦେବା ପାଇଁ ପଡିବ ତ ସେତେବେଳେ କଣ ହବ ପିଲାମାନେ ଆଉ ଥରେ ଆପଣଙ୍କୁ ନୋଟିସ ଟି କାଢିବା ପାଇଁ ପଡିବ ଏଇଟା ହଉଛି ଆପଣଙ୍କର ଗୋଟେ ମାନେ ରହିବ ଏଇଥିପାଇଁ ପିଲାମାନେ ଆପଣଙ୍କର ସବୁ ଗୁଡିକ ପେଣ୍ଡିଂ ହେଇକି ଥିଲା କିନ୍ତୁ ବର୍ତ୍ତମାନ ସମୟରେ ସବୁ କ୍ଲିୟର ହେଇଯାଇଛି ଗଭର୍ଣ୍ଣମେଣ୍ଟ ଯାହା ଯାହା ଆପଣଙ୍କର କହିଥିଲା ସବୁ କିଛି ଭେକେନ୍ସି ଆସିବ ହେଲା এইটি ଗୋଟେ କଥା ମୁଁ ପିଲାମାନେ ଆପଣଙ୍କୁ କହି ରଖିବାକୁ ଚାହୁଁଛି এইটা ଉପରେ ଆପଣଙ୍କ ଡାଉଟ ଥିବ ପ୍ରଥମେ ମୁଁ ତାକୁ କ୍ଲିୟର କରିଦଉଛି ଯେ ସାର୍ କୋଉ ମାନେ ଫ୍ରି କରିବେ ଏବଂ କୋଉ ମାନଙ୍କୁ ଟଙ୍କା ଦେବା ପାଇଁ ପଡିବ ଯୋଉ ଏସଟି ଯୋଉ ଏସଟି ଏସସି ତା ସହିତ ପିଡବ୍ଲ୍ୟୁଡି କ୍ୟାଣ୍ଡିଡେଟ୍स ମାନେ ରହିଛନ୍ତି ସେମାନଙ୍କ ପାଇଁ ପିଲାମାନେ ସମ୍ପୂର୍ଣ୍ଣ ମାଗଣା ସେମାନଙ୍କୁ ଗୋଟିଏ ଟଙ୍କା ଦେବା ପାଇଁ ପଡିବନି ତା ବାଦ ଯୋଉ ଆପଣଙ୍କର ଜେନେରାଲ ତା ସହିତ ଓବିସି ଓମେନ କ୍ୟାଟେଗୋରୀ ଏମାନଙ୍କୁ ପିଲାମାନେ ଗୋଟେ ଫି ଦେବା ପାଇଁ ପଡିବ ସେଟା ମିନିମମ ଆପଣଙ୍କର 500 ହେଇପାରେ ଜେନେରାଲ ପିଲାଙ୍କ ପାଇଁ 500 ହେଇପାରେ ଓବିସି ପିଲାଙ୍କ ପାଇଁ 300 ହେଇପାରେ କିଛି ଗୋଟେ ଫ୍ରି ହେଇପାରେ ରେଲୱେ ଏନଟିପିସି ରେ ଯେମିତି ହୁଏ ଯଦି ଆପଣ ମାନେ ଯାଇକି ଏକ୍ସାମ ରେ ବସିବେ ତାପରେ ଆପଣଙ୍କର ଫିଟା ସେଠି ପଳେଇ ଆସିବ এইটা ପିଲାମାନେ ବହୁତ ସାରା ପିଲା କହୁଛନ୍ତି ଯେ ଏଟା ବେକାର ନିୟମ କିନ୍ତୁ ପିଲାମାନେ ମନେ ରଖନ୍ତୁ ଏଇଟା ସବୁଠୁ ଭଲ ନିୟମ ଏଇଟା କରିବାର ଥିଲା এইটা କରିବାର ପଛର ଦୁଇଟା ଭଲ କାରଣ କଣ ମୁଁ ସେଟା କହି ଦଉଛି ତାପରେ ଆପଣ କହିବେ ଏଟା ଠିକ କି ଭୁଲ ପ୍ରଥମ କଥା ହେଲା ପିଲାମାନେ ପ୍ରଥମ ହେଲା କଣ ଯେତେବେଳେ ଆମେ ଫ୍ରି ରେ କରୁଛେ ଗଭର୍ଣ୍ଣମେଣ୍ଟ ଦେଖନ୍ତୁ ଗଭର୍ଣ୍ଣମେଣ୍ଟ କଣ ହଉଛି ନା ପିଲାଙ୍କ ପାଖରୁ ପଇସା ନଉ ନାହିଁ ତ ଫ୍ରି କରିବା ଦ୍ୱାରା ବହୁତ ସାରା ପିଲା ରିସେଣ୍ଟଲି ଆପଣ ଦେଖିଥିବେ ଯେ ଆରଆଇ ଏକ୍ସାମ ଯେତେବେଳେ ହେଲା ସେଇ ଆରଆଇ ଏକ୍ସାମ ରେ ପାଖାପାଖି 5 ଲକ୍ଷ ଆମେ ଯଦି ଧରିକି ଚାଲିବା 5 ଲକ୍ଷ ପିଲା ପରୀକ୍ଷା ଦେଇଥିଲେ ମାନେ 5 ଲକ୍ଷ ପିଲା ଆପ୍ଲାଏ କରିଥିଲେ ଗଭର୍ଣ୍ଣମେଣ୍ଟ କଣ କଲା ଯେତେବେଳେ ଗଭର୍ଣ୍ଣମେଣ୍ଟ କହିଲା ଯେ ଯେତିକି ଜଣ ପ୍ରିଲିମ୍ସ ଦେଇଛନ୍ତି ସେ ସବୁ ପାସ୍ ସେତେବେଳେ ପିଲାମାନେ ଦେଖନ୍ତୁ କେତେ ହେଇଗଲେ ନା 3 ଲକ୍ଷ ହେଇଗଲେ ତାହେଲେ ଏଇ ଯୋଉ 2 ଲକ୍ଷ ପିଲା ସେ 2 ଲକ୍ଷ ଭିତରୁ ଆପଣ 10-15 ହଜାର ଛାଡି ଦିଅନ୍ତୁ ଯିଏ କି କୌଣସି କାମ ପାଇଁ ଏକ୍ସାମ ଦେଇ ପାରିଲେନି ପାଖାପାଖି 1.5 ଲକ୍ଷ ପିଲା ଏମିତି ରହିଛନ୍ତି ଯୋଉମାନେ କେବଳ ଟାଇମ ପାସ୍ ପାଇଁ ହିଁ ଫର୍ମ ଆପ୍ଲାଏ କରିଥିଲେ ହେଲା ତ ଯାହା ଦ୍ୱାରା କି ପିଲାମାନେ କଣ ହଉଛି ନା କେବଳ ପିଲାମାନେ ଫର୍ମ ଆପ୍ଲାଏ କରିଦଉଛନ୍ତି ଗଭର୍ଣ୍ଣମେଣ୍ଟ କୁ ଅସୁବିଧା ରହୁଛି କାରଣ ଯାହା ଦ୍ୱାରା କି ଅସୁବିଧା କଣ ରହୁଛି ନା ଯେତେବେଳେ ଗୋଟେ ଦେଖିବେ ଯେତେବେଳେ ଆରଆଇ ଅମିନ ବାହାରିଥିଲା ତାର ଲାଷ୍ଟ ଡେଟ୍ ପିଲାମାନେ 5 ଥର ଘୁଞ୍ଚି ଘୁଞ୍ଚି ଯାଇଥିଲା ତାର କାରଣ କଣ ଏକା ସହିତ ଯେତେବେଳେ ବହୁତ ସାରା ପିଲା ଆପ୍ଲାଏ କରୁଥିଲେ ସାଇଟ୍ ଜାମ୍ ହେଇଗଲା ସାଇଟ୍ ଖୋଲିଲାନି
ता द्वारा कि बहुत सारा सिंसियर पिला जो माने थिले से माने भी सेठी आवेदन करि पारले नाही। तो एइटा गोटे आपनकर रहि जिवो कोन सुविधा हबो देखंतु ना जो माने कैरियर को लेके सिंसियर रहिसंती सेही माने ही एठी केवल आवेदन पिला माने करि परिबे अलगा केही आवेदन करि परिबे नाही बा जहार दरकार नाही देन जो 2 लाख 1.5 लाख पिला आवेदन करिकि एग्जाम देते गलेनी से माने करिबेनी। द्वितीय कथा पिला माने कोन हबो ना एठी एई जो 1.5 लाख पिला जो माने आवेदन करिकि परीक्षा देबे नाही सेमानकर निश्चय पैसा बंचिबो कारण एमिति नहे जे 5 लाख पिला आवेदन करते 5 लाख पिला देबे सेमिति कोनोसी एग्जाम रे भी हुएनी जो लक्षे पिला एग्जाम देबे नाही बा जो 50,000 पिला एग्जाम देबेनी तांको पैसा तो रिटर्न होबोनी सेइटा द्वारा पिला माने कोन हबो टीसीएस बडी संस्था को ए माने कोन करिवे ना तांको मिलिबो एग्जाम करिया पई पूर्वरु जो आपनकर ईडीक्यूटी कहि दियंतु किबा जे कोनोसी भी एग्जाम कोहंतु सिफी कहि दियंतु से माने जो फ्री रे करूथले बा से माने कम पैसा रे करूथले केना गवर्नमेंट सेमान को एते पैसा दउ नथला आ द्वारा कोन हो पिला माने टीसीएस बलिया संस्था एटा को करिवो। तो एटा निश्चय रूप रे गोटे स्वागत योग्य पदक्षेप आपण मान को मन रे कोन अछि कमेंट सेक्शन रे निश्चय रूप रे दियंतु। तो एटा गोटे पिला माने थिला एटा जहा द्वारा कि जो नियुक्ति प्रक्रिया गुडी को रहितला सेटा आपनकर डिले होतला हला एटा द्वारा डिले होतला किंतु वर्तमान सेमिति नाही पिला माने डिले होबनी जेति की वैकेंसी रहिची बहुत आम पाखरे अपडेट अछि जो पंचायत राज डिपार्टमेंट तरफ जो पीओ वैकेंसी रहिची पिला माने सेटा 20 रु 25 दिन दुर्गा पूजा परे परे ही आपनकर वैकेंसी टी पिला माने आसी जाउची पीओ वैकेंसी तेनो मु कहिबी जो माने भी पीओ पई प्रिपरेशन करिया पई चाहूचंती समान को पाखरे आउ अल्प दिन सुजोग रहिची जल्दी जल्दी एबे आसंतु पीओ पई एनरोल कर दियंतु एवं वर्तमान समय रे हमर ऑफर चली छि जे जो माने पीओ पई एनरोल करिवे सेमानकर डीओ संपूर्ण रूपे मागणा बा से माने डीओ पई संपूर्ण रूपे मागणा रे पढि परिबे तेनु आउ टिके भी पिला माने लेट करंतुनी एबे ही आसंतु वीडियो डिस्क्रिप्शन को जानतु सेठी मु आपन को पीओ रो लिंक देछि जानतु एवं सेठी जॉइन हेई जानतु निश्चय रूप रे आपन माने पीओ रो निजर प्रिपरेशन स्टार्ट कर दियंतु ता सहित पिला माने एठी आउट लक्ष्य करथिबे एठी गोटे वैकेंसी थिला जो स्कूल एवं मास एजुकेशन डिपार्टमेंट तरफ रु ग्रुप सी वैकेंसी जो आपनकर 9039 टी आसीबार थिला जोटा कि आपनकर क्लर्क वैकेंसी मध्ये आपनकर ता ऊपर मध्ये सेटा पास हे जाईची सेटा मध्ये आपनकर बहुत जल्दी आसुची हैला तेनो ता पई जो हमरो बेचटा पिला माने चाली जोटा कि होची आपनकर विद्या मंदिर बैच आपण एई बैच को मध्ये एनरोल करि परिबे जहार लिंक मो वीडियो डिस्क्रिप्शन ले आपनको देईची ताटो इंपोर्टेंट कथा हला एटा गवर्नमेंट पूर्वर भी कहि सारिची जे डीओ पई आपनकर मिनिमम 6 मंथ रो गवर्नमेंट कंप्यूटर सर्टिफिकेट दरकार जदि आपनकर दरकार पिला माने स्क्रीन ले हमो नंबर अछि हमको कांटेक्ट करंतु एवं जो क्लार्क पई मध्ये पिला माने गोटे बहुत भलो अपडेट आपन पाखो को माने हम पाखो को आसीची जदि आपनकर दरकार हमको मेसेज करंतु एवं जदि को पिला मानकर गवर्नमेंट कंप्यूटर सर्टिफिकेट दरकार से निश्चय रूप से पिला माने निज घरे बसी कि गोटे गवर्नमेंट कंप्यूटर सर्टिफिकेट करि दियंतु एवं जो माने भी बैच एनरोल करिया पई चाहउचंती हमर बैचेस गुडी को स्टार्ट हे जाईची जल्दी जल्दी एनरोल करि दियंतु। तो पिला माने आज पई एतिकी रहिल नमस्कार जय जगन्नाथ।